गाड़ी ब्याक करबा बेले चक्का तले चापी होगले गाड़ी मालिक। तेबे ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ମାଲିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର କେଶବ ସାହୁ। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା କେଶବ ସାହୁ ନିଜର ବୋଲେରୋ ପିକଅପ୍ ଯୋଗେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସାହାଜପାଲରୁ ଆସ୍କା ଅଭିମୁଖେ ଯିବାବେଳେ ପୁରୁଣା କଟକ ଥାନା ଚାରିଛକ କୋର୍ଟ ଛକରେ ଚା ପିଇବା ପାଇଁ ଅଟକିଥିଲେ। ପ୍ରଥମେ ଗାଡ଼ି ମାଲିକ ଓହ୍ଲାଇ ଚା ଦୋକାନକୁ ଯାଉଥିବା ବେଳେ ଗାଡ଼ି ଚାଳକ ଗାଡ଼ିକୁ ପଛକୁ ବ୍ୟାକ୍ କରୁଥିବା ବେଳେ ଗାଡ଼ି ମାଲିକ ଚାପିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଏହାପରେ ଚାଳକ ଜଣକ ସ୍ଥାନୀୟ ଲୋକଙ୍କ ସହାୟତାରେ କେଶବକୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ଶବକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଛି। ଗାଡ଼ି ଚାଳକଙ୍କୁ ଅଟକ ରଖି ପୁଲିସ ଘଟଣାର ଅଧିକ ତଦନ୍ତ କରିଛି। କରବଙ୍ଗର ସୁଶାନ୍ତ କୁମାର ବେହେରାଙ୍କ ରିପୋର୍ଟ, ହିରାଞ୍ଚଳ ଲାଇଭ୍। तेरे एभली किसी गुरुत्वपूर्ण खबर देखा चाहती आम चैनल को लाइक, सब्सक्राइब और शेयर करो।